जय जगन्नाथ जय जगन्नाथ जय जगन्नाथ। अष्टम अध्याय। अष्टमे नारायण नाभि कमलु ब्रह्मा जे संभवी अंत न पाई भय कला तपरे ताहा कुतोशिला मैत्रेय उवाच शुणबि दूर शुद्ध चेता सुपुण्य प्रश्न तोर कथा जाहार जन्म पूर्वंचे से वंश महांत प्रशंसे जई तू लोकपाल जम साक्षाते होइलु जनम भक्त जनक शिरोमणि तोर सकाशु जन शुणी इह संसारे कृष्ण लीला विश्वमंगल कीर्तिमाला निरते नव नवमणे तोषण लभे प्रतिक्षणे से कथा मुहि तोर पाखे कहिबी भक्त जन सुखे दुखे समुद्रे सुख प्राय निरते मन जार धाए ताहांक निस्तारण अर्थे शुण कहिबा भागवते से भागवत रससार ऋषिकी देले चक्रधर शुणी विदुर सावधाने ब्रह्मार पुत्र एक दिने सनक आदि चतुर्भ्राते मिलिले अनंत ग्रते रत्न आसने से पाताले बसी अछंती ध्यान बळे से आदि अनंत रूप सार वैकुंठ महिमा जाहार ताक समीपे चतुर्भ्राते मिलिले ज्ञान प्रश्न अर्थे परम तत्व करीचा एको अनेक कले पूछा स्वभावे स्थिर जा शरीर देव मानवे अगोचर से वासुदेव बाहुमान्य ध्यान करती संकर्षण मृणाल कोश प्राय देई उन्मील चक्षु जुग बही विबुध जनक आनंदे सुखे निश्चल जोगानंदे निर्मल भोगवती नीरे दौत कबरी बारसीरे से जटा कला पे चरण पद्मे नमंती मुनिगणम जे पादे नागंक कामिनी विविध उपाय नगेनी सेवंती जेउ पाद गते उत्तम वर प्राप्ति अर्थे ससुर गीत नाद ध्वनि गदगद अनुराग घेनी जाहार कर्म दृढ़ चिते गायन करती निरते जानती लीला तत्वज्ञान निर्मल मने नित्य ध्यान चे देव सहस्र शिरीष किरीट मणिमय त्रास फणा सहस्रेश भाकरे आदित्य जसने अंबरे तार चरणर जसीरे सकल धरी विनयरे पूछिले सार तत्व ज्ञान जा शुणी उद्धरी बेजन निवृत्ति धर्मे देखिचित एहांकु कहिले अनंत से पुणी प्रश्न अनुरागे कहिले सांख्यायन आगे से संख्यायन जोग ध्याये परमहंस दीक्षा बये से पुणी दया सुध चिते संसार निस्तारण अर्थे
କୃଷ୍ଣ ମହିମା ପରିମାଣି ନିର୍ମଳ ଭାଗବତ ଶୁଣି ବିଷ୍ଣୁ ଭକତି ଅନୁରାଗେ କହିଲେ ମୋର ଗୁରୁ ଆଗେ ଆବର ବୃହସ୍ପତି ଆଗେ ଦେବ ସମୂହ ପ୍ରିୟ ଭାବେ ସେ ପରାଶର ମହାମୁନି ପୌଲସ୍ତ୍ୟ ମୁନି ଆଜ୍ଞା ଜ୍ଞାନୀ ଦୟାଳୁ ମୁନି ପରାଶର କହିଲେ ମୋର ଆଗର ସେ ବ୍ରହ୍ମ ଗୁହ୍ୟବାଣୀ ଏବେ ଶୁଣ କହିବା ତୋତେ ଭାବେ ତୁ ଶୁଦ୍ଧ ଚିତ୍ତେ ବତ୍ସ ଶୁଣ ଏ ଆଦି ପରମ ପୁରାଣ ଯେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା ପ୍ରଳୟ ଜଳେ ନାଶ ଗଲା ପରମ ସୁଖେ ଭଗବାନ ନିଦ୍ରାରେ ମୁଦ୍ରିତ ନୟନ ପ୍ରଳୟ ଜଳଧି ମଧ୍ୟେ ଅନନ୍ତ ସଜ୍ଜାରେ ଆନନ୍ଦେ ଶୋଇଲେ ଏକ ରୂପ ହୋଇ ସଙ୍ଗେ ସଙ୍ଗତି ନାହିଁ କେହି ନିଶ୍ଚେଷ୍ଟ ଆତ୍ମା ସୁଖେ ରତ ଭୂତେ ନିବେଶୀ ପଞ୍ଚଭୂତ ଆତ୍ମାଶ୍ରିତ ସୂକ୍ଷ୍ମ ଭୂତେ କଳାତ୍ମା ଶକ୍ତିର ଆୟତେ ସ୍ୱକୀୟ ଜଳେ କରିବାସ ଯେନେ କାଷ୍ଟରେ ଅଗ୍ନିତ୍ରାସ ବିଷ୍ଣୁର ଜନି ପ୍ରକାଶିଲା 4,000 ଯୁଗ ଗଲା ଜଳେ ଶୟନ ଭଗବାନ ସେ ଆତ୍ମଶକ୍ତିର ନିଦାନ ତାର ଆୟତ କାଳ ବଳେ ସୃଷ୍ଟି ସମୟ ସୁମରିଲେ ସେ ପୁଣି କର୍ମତନ୍ତ୍ର ହୋଇ ପୂର୍ବ ଜୀବକୁ ଦେ ଚାହିଁ ତାହାଙ୍କ ଅବତାର ଅର୍ଥ ସୂକ୍ଷ୍ମ ନିବେଶୀ ଦୃଷ୍ଟିପଥ ଖୋବିତ ସୃଷ୍ଟିର କାରଣେ ସ୍ୱୟଂ ପ୍ରବେଶୀର ଜଗୁଣେ ସେ କାଳ ବଳର ନିଶ୍ୱାସେ ମିଳିଲେ ବିଷ୍ଣୁ ନାଭି ଦେଶେ ସେ ନାଭି ମଧ୍ୟ ପଦ୍ମକୋଶ ତକ୍ଷଣେ ହୋଇଲା ପ୍ରକାଶ କର୍ମ ବୋଧିଲା କାଳ ବଳେ ରୂପ ବିରାଜ ମହାଜଳେ ଉଦିତ ରବିପ୍ରାୟ ମାନି ଜଳେ ପ୍ରକାଶ ଆତ୍ମଜନି ସେ ଲୋକ ପଦ୍ମେ ନାରାୟଣ ସ୍ୱୟଂ ପ୍ରବେଶର ଜଗୁଣ ସକଳ ଗୁଣେ ସେ ପ୍ରକାଶ ସହସ୍ର ରବିଜିଣି ତ୍ରାସ ସେ ପଦ୍ମ କର୍ଣ୍ଣିକାର ମଧ୍ୟେ ବ୍ରହ୍ମା ପ୍ରକାଶି ବେଦ ମତେ ବିଧାତା ନାମ ଯେ ବୋଲାଇ ଯାର ଶରୀର କର୍ମମୟୀ ସ୍ୱୟମ୍ଭୁ ନାମ ଯେ ସ୍ୱଭାବେ ଉଦୟ ନିଜ କର୍ମ ଲାଭେ ସେ ପଦ୍ମ ମଧ୍ୟେ ବ୍ରହ୍ମ ରହି ବସି ସକଳ ଦିଗେ ଚାହିଁ ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ ତକ୍ଷଣେ ଚାହିଁଲା ଆକାଶ ହୋଇଲା ତାର ଚାରି ମୁଖ କେବେ ନ ଲଭଇ ସୁଖ ପ୍ରଳୟ ପବନର ବଳେ ଲହରୀ ବ୍ରହ୍ମ ମହାଜଳେ ଆତ୍ମାକୁ ନ ଜାଣଇ ଭଲେ ସେ ଲୋକ ତତ୍ଵ ପଦ୍ମ ଫୁଲେ କାହୁଁ ଓଇଲି କେଉଁ ଦେଶ ନ ଜାଣି ଆତ୍ମାର ବିଶେଷ ଏ ପଦ୍ମ କାହୁଁ ଉପୁଜିଲା କିବା ଏ ଜଳ ମଧ୍ୟ ଥିଲା ସ୍ଥଳ ନଥିଲେ ଜଳ କାହିଁ ଏମତେ ମନେ ବିଚାରଇ କିବା ଏ ପଦ୍ମ ମୂଳେ ଅଛି ଏମନ୍ତ ମନେ ମନେ ଲଖି କେବେ କେହି ନ ପାଇଲା ଏମନ୍ତ କେତେ କାଳ ଗଲା
ପୁଣି କହିଲା ମନୁ ବଂଶେ ନିଜ ଆସନେ ଅଧୋମୁଖେ ତଳେ ଦେଖିଲା ପଦ୍ମନାଳ ତା ମଧ୍ୟେ ଅନ୍ଧକାର ବିଳ ବିଚାରେ ଏହି ମାର୍ଗେ ଯିବି କାହୁଁ ଇଲିତା ଦେଖିବି ହେମନ୍ତେ ବିଚାରି ସଂଶୟେ ବିଳେ ପଶିଲା ମହାଭୟେ ସେ ବିଳ ମାର୍ଗେ ନାଭି ପଥେ ପଶିଲା ବିଷ୍ଣୁ ଗର୍ଭଗତେ ଅନେକ କାଳେ ଗର୍ଭେ ବ୍ରହ୍ମୀ ଫୁଟି ହୋଇଲା ପଥଶ୍ରମୀ ସେ କାଳ ଜନ୍ତୁଙ୍କର ପ୍ରାଣ ବଳେ ହରଇ ଅନୁକ୍ଷଣ ସେ କାଳ ବଳର କର୍ଷଣେ ବାହାର ହୋଇଲା ତକ୍ଷଣେ ମନ କଳ୍ପିତ ନ ପାଇଲା ନିଜ ଆସନେ ବିଜେ କଲା ସ୍ଥିର ନିଶ୍ୱାସ ଦୃଢ଼େ ଧରି ମନ ପବନ ହୃଦେ ଧରି ନିବୃତ ଚିତ୍ତେ ପ୍ରଜାପତି ସମାଧି ଯୋଗେ କଲା ମତି ସେ 7 ବର୍ଷ କାଳ ଭୋଗେ ଦବିଲା ବୋଧ ନିଷ୍ଠା ଯୋଗେ ତାର ହୃଦୟ ବିଷ୍ଣୁ ଭାବେ ପ୍ରକାଶ ସୃଷ୍ଟି ଅର୍ଥ ଲାଭେ ପୂର୍ବେ ଯାହାକୁ ମହାଜଳେ ଖୋଜି ନ ଦେଖିଲା ନିଶ୍ଚଳେ ତାହାକୁ ଆପଣା ହୃଦୟେ ଦେଖ ସମାଧି ଯୋଗ ଧ୍ୟାୟେ ମୃଣାଳ ଗୌର ଦେହ କାନ୍ତି ଅନନ୍ତ ଶୟନେ ଶ୍ରୀପତି ଏହା ଅଛନ୍ତି ନାହିଁ କେହି ଦେଖେ ନିଶ୍ଚଳ ନେତ୍ରେ ଚାହିଁ ଫଣା ସହସ୍ର ଊର୍ଦ୍ଧ୍ୱ ଜ୍ୟୋତି ରତ୍ନ ସମୂହ ଝଟକନ୍ତି ଯୁଗାନ୍ତ ଜଳ ଅନ୍ଧକାର ସେ ରତ୍ନ ଜ୍ୟୋତି କରେ ଦୂର ମର୍କତ ଗିରି ନିନ୍ଦେ ରୂପ ସନ୍ଧ୍ୟା ବ୍ରଜିଣୀ ପିତା ଶୁକ ସୁବର୍ଣ୍ଣ ଶୃଙ୍ଗ ତ୍ରିରସ୍କାର କରେ ମୁକୁଟ ଶିରେ ପର ପର୍ବତ ବେଣୁ ବୃକ୍ଷ ଶୋଭା ନିନ୍ଦଇ ଭୁଜ ପାଦ ପ୍ରଭା ରତ୍ନ ଔଷଧି ଜଳ ପୁଷ୍ପେ ଗିରିଭୂଷଣ ମାଳ ରୂପେ ତାହାକୁ ବଳି ହରିଗଳେ ରତ୍ନ ତୁଳସୀ ମୁକ୍ତା ଫଳେ ମହାପୁରୁଷ ବିଷ୍ଣୁ ରୂପେ ସ୍ୱୟଂ ପ୍ରକାଶେ ମହାକଳ୍ପେ ପ୍ରକାଶ ଅଛଇ ବିସ୍ତାରେ ତ୍ରିଲୋକ ପ୍ରକାଶ ଶରୀରେ ଦିବ୍ୟ ବିଚିତ୍ର ଆଭରଣେ ପ୍ରକାଶେ ବତ୍ସ ଆଚ୍ଛାଦନେ ସର୍ବସୁନ୍ଦର ରସ ମୁହେ ତେଜ ପ୍ରକାଶେ ବିଶ୍ୱ ଦେହେ ମିଳି ସକଳ ମହାଜନେ ଜ୍ଞାନ ଅର୍ଜିତ ଏକ ଧ୍ୟାନେ ସେ କାମ ଯେ କରନ୍ତି ଧ୍ୟାୟେ ତାହାକୁ କାମଧେନୁ ପ୍ରାୟ ଦୟା ସାଗର ଭଗବାନ ବ୍ରହ୍ମାଙ୍କୁ ଦେଲେ ଦର୍ଶନ ଅଙ୍ଗୁଳି ଅଗ୍ରେ ନଖ କାନ୍ତି ଶଶାଙ୍କ ପ୍ରାୟ ଝଟକନ୍ତି ଶୋଭିତ ଇତିହାସ ମୁଖ ଦେଖନ୍ତେ ହରି ପ୍ରାଣୀ ଦୁଃଖ କର୍ଣ୍ଣେ କୁଣ୍ଡଳ ବେନି ଶୋଏ ଚନ୍ଦ୍ର ତପନ ସମ ନୁହେଁ ଶୋଣ ଅରୁଣ ପଷ୍ଟବେନି ବିରାଜେ ଦନ୍ତ ପତି ଘେନି କଦମ୍ବ ପୁଷ୍ପ ତେଜ ପ୍ରାୟ ପିତ ବସନ କଟି ଶୋହେ ରତ୍ନ ମେଖଳା ତେଜ ଦମ୍ବେ ସୁନ୍ଦର ବିରାଜେ ନିତମ୍ବେ
नाना रतन हार माळ लंबे श्रीवत्स वक्षस्थल भुज सहस्र जानु जाए लंबे चंदन डाल प्राय हार केउर रत्नमाळ सुंदर काकोपळ सर्वभुवन तार दे विराजे पुष्प कणा प्राय अदृश्य मूल ता स्वभाव के अवालोचने देखिब पर्वत प्राय भगवान चर चरंकर स्थान मंदर गिरी जने जले क्षीरद मंथनर काले सहस्र शुंग प्राय साजे सुरत्न किरीट विराजे कंठे कौस्तुभ मणि सोहे रत्न प्रभारे मन मोहे कंठे शोभई वनमाळ लंबे सुंदर वक्षस्थल गंधे आवृत भृगुपति सूर्य संसाक अग्नि ज्योति से पुणी गृहांते निरोळे आत्मा को ताना भी कमळे पवन गग न सलील विधाता देखे दे तारो रजगुण रे युक्त होई प्रजा सृजने मन देई लोक विसृष्टि देह देखी विधाता सनुपेखी कर जुगल देई मुंडे स्तुति रई चारी तुंडे से हरि चरणे विश्वास नमई जगन्नाथ दास इति श्रीमद्भागवते महापुराणे पारमहंस्यां संगीतायां तृतीय स्कंदे श्री भगवदर्शन नाम अष्टम अध्याय आसंता काली नवम अध्याय भीमस्यापि रणे भंगो मुनेरे मति भ्रम जदि शुद्धम शुद्धवां मम दोष न विद्यते। जय जगन्नाथ जय जगन्नाथ जय जगन्नाथ।